ଆଉ ଆଳୁର ରାଇ ବନେଇବା ପାଇଁ ମୁଁ ଏଠି ପ୍ରଥମେ ଶିମ୍ବକୁ ଏହିପରି ଭାବରେ କାଟି ନେଇଛି। ଆଉ ଆଳୁକୁ ଏହିପରି ଭାବରେ କାଟି ନେଇଛି। ଦେଖନ୍ତୁ ଏଥିରେ ସୋରିଷ ମସଲା ରେଡ଼ି କରିବା ପାଇଁ ମୁଁ 2ଟା ବଡ଼ ଚାମଚର ସୋରିଷ ସହିତ 1 ଚାମଚ ଜିରା ନେଇଛି। ଆଉ 8-10 ପାଖୁଡ଼ା ଏପରି ରସୁଣ ନେଇଯାଇଛି। ମସଲାରେ ପେଷ୍ଟ ଏପରି ଭାବରେ ବନେଇ ଯାଇଛି। 2 ବଡ଼ ଟେବୁଲ ସ୍ପୁନର ମୁଁ ତେଲ ନେଇଯାଇଛି। ଏଥିରେ 5 ଫୁଟଣ ଆଡ଼ କରିନେବା। ଆଉ 2ଟି ଲଙ୍କା ଆଡ଼ କରିନେଇଛି। ବର୍ତ୍ତମାନ ଆମେ ଏଥିରେ ଆଳୁ ଗୁଡ଼ିକୁ ଆଡ଼ କରିନେବା। ପ୍ରଥମେ ଆଳୁ ଗୁଡ଼ିକୁ ଫ୍ରାଏ ହେବା ପାଇଁ ଛାଡ଼ିବା। ତାପରେ ଆମେ ଶିମ୍ବ ସହିତ ମସଲା କଷି ନେବା। ଆଳୁଟି ଏପରି ଫ୍ରାଏ ଆସିଲାଣି। ଆମେ ବର୍ତ୍ତମାନ ଏଥିରେ ଶିମ୍ବକୁ ଆଡ଼ କରିନେବା। ଶିମ୍ବ ବର୍ତ୍ତମାନ ଦେଖନ୍ତୁ କିପରି ସଫ୍ଟ ହେଇ ଆସିଲାଣି। ଆଉ ଅଧିକ ବି ପାଣି ବାହାରିବା ଷ୍ଟାର୍ଟ ହେଇଗଲାଣି। ତ ଏଇ ଟାଇମ୍ରେ ହିଁ ଆମେ ମସଲାକୁ ଆଡ଼ ସୋରିଷ ବାଟଣରେ ମସଲାଟିକୁ ଆଡ଼ କରିନେବା। କିଛି ହଳଦୀ କିଛି ଲୁଣକୁ ଏପରି ଭାବରେ ମିକ୍ସଚରକୁ ପକାଇ ନେବା। ଆଉ ଏପରି ଭାବରେ ମିକ୍ସ କରିଦେବା। ବଡ଼ ସାଇଜ୍ର ଟମାଟୋ ଏମିତି କାଟି ନେଇଛି। ଦେଖନ୍ତୁ ମସଲାରୁ ତେଲ ବାହାରିବା ଷ୍ଟାର୍ଟ ହେଇଗଲାଣି। ସେଇଥିପାଇଁ ମୁଁ ଏଥିରେ ଟମାଟୋକୁ ଆଡ଼ କରି ନେଇଛି। ସଫ୍ଟ ହେବା ପାଇଁ ଏହାକୁ ଏପରି ଭାବରେ ଢାଙ୍କୁଣି ଦେଇକି ତାକୁ କିଛି ସମୟ ପାଇଁ ଛାଡ଼ି ନେବା।